ଖ୍ରୀଷ୍ଟରେ ମୋର ଭାଇ ଓ ଭଉଣୀମାନଙ୍କୁ ମୁଁ ସର୍ବପ୍ରଥମେ ମୋର ତରଫରୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜ୍ଞାପନ କରୁଅଛି। ନମସ୍କାର। ତ ମୁଁ ବହୁତ ଭଲରେ ଅଛି, ଆଶା କରେ ଆପଣମାନେ ବି ବହୁତ ଭଲରେ ଥିବେ। ଆଜିର ଟପିକ୍ ହେଉଛି ରିପବ୍ଲିକ୍ ଡେ, ଜାନୁଆରୀ 26 ଗଣତନ୍ତ୍ର ଦିବସ। ଏହି ଉପଲକ୍ଷେ ଆମେମାନେ କିଛି ଚିନ୍ତା କରିବା। ଏହି ବିଷୟକୁ ଜାଣିବା ପୂର୍ବରୁ ଆମ୍ଭେମାନେ ବାଇବେଲରୁ କିଛି ଅଂଶ ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେମାନେ ବାଇବେଲ ନିକଟକୁ ଯିବା, ବାଇବେଲ ଖୋଲିବା। ଯିଶାୟ ପୁସ୍ତକ 22 ଅଧ୍ୟାୟ ତାର 13ରୁ 16 ପର୍ଯ୍ୟନ୍ତ ଆମ୍ଭେମାନେ ପଢ଼ିବା। ଏଇଟାରେ ଏପରି ଲେଖା ଅଛି, ମାତ୍ର ଦେଖ, ଆମୋଦ ପ୍ରମୋଦ, ଗଦବ ଓ ମେଷ ହନକ, ମାଂସ ଭୋଜନ ଓ ଦ୍ରାକ୍ଷରସ ପାନ ହେଉଅଛି। ଆସ ଆମ୍ଭେମାନେ ଭୋଜନ ପାନ କରୁ, କାରଣ କାଲି ଆମ୍ଭେମାନେ ମରିବା। ପୁଣି ସୈନ୍ୟାଧିପତି ସଦାପ୍ରଭୁ ସ୍ୱୟଂ ଆମ୍ଭ କର୍ଣ୍ଣ ଗୋଚରରେ ପ୍ରକାଶ କଲେ, ନିଶ୍ଚୟ ତୁମ୍ଭମାନଙ୍କର ମରଣକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଏହି ଅପରାଧ କ୍ଷମା ନହିବ। ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏ ରୂପ କହନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମ୍ଭେମାନେ ଆଜି ଏହି ଜାନୁଆରୀ 26କୁ ନେଇ ଆମ୍ଭେମାନେ କଥାବାର୍ତ୍ତା ହେବା ହେଲା, ଯାହାକି ସ୍ୱାଧୀନ ହେଲା ଅଗଷ୍ଟ 15ରେ 1947 ମସିହାରେ। କିନ୍ତୁ ଜାନୁଆରୀ 26 ତାରିଖରେ ଆମ ଦେଶର ଆଇନ ପ୍ରଣୟନ ହେଇଥିଲା, ଲିଖିତ ହେଇଥିଲା, ଯାହାକି ଡକ୍ଟର ଭୀମରାଓ ଆମ୍ବେଦକର ଦେଶର ନୀତି ନିୟମକୁ ସେ ଲେଖିଥିଲେ। ପୂର୍ବ କାଳରୁ ଠିକ୍ ଚାଲିଥିଲା, କିନ୍ତୁ ଏବେ ତ କହିହେବନି, କାହିଁକି ନା ବହୁତ ଦୁଷ୍ଟତା ବଢ଼ିଲା, ଅପରାଧ ବଢ଼ିଲା। କିନ୍ତୁ ଯାହା ସ୍ୱାଧୀନ ଥିଲା ତାହା ସବୁ ପରାଧୀନକୁ ପଳେଇଲା। ଏସବୁ କହିବାର କାରଣ ଏହା, ପୂର୍ବପୁରୁଷମାନେ ଆମମାନଙ୍କୁ ଅତି କଷ୍ଟ କରିକି ଆମମାନଙ୍କୁ ସ୍ୱାଧୀନ ଦେଇଛନ୍ତି, ଆଇନ ଲିପିବଦ୍ଧ କରିକି ଆଇନ ଅନୁସାରେ ଚାଲିବା ପାଇଁ କହିଛନ୍ତି। କିନ୍ତୁ ବର୍ତ୍ତମାନ ମନୁଷ୍ୟ ଦେଶର ଲିପିବଦ୍ଧ ଆଇନକୁ ମଧ୍ୟ ଲଙ୍ଘନ କଲା। କାରଣ କାହିଁକି? ଦେଶରେ ହଉ ଅବା ବିଶ୍ୱରେ ହଉ, ଆପଣମାନେ ଦେଖିବେ କେବଳ ମନ୍ଦରେ ପରିପୂର୍ଣ୍ଣ, ଦୁଷ୍ଟତାରେ ପରିପୂର୍ଣ୍ଣ। ସାରା ଦେଶ ପୁରା ମନ୍ଦତାରେ ମଗ୍ନ ହୋଇ ରହିଅଛି। ଏଥିପାଇଁ ମୋର ପ୍ରିୟମାନେ, ଆପଣ ନିଜେ ଚିନ୍ତା କରନ୍ତୁ। ବାଇବେଲ ଆମମାନଙ୍କୁ ଯେଉଁ ପ୍ରକାର କହୁଅଛି, ଠିକ୍ ସେହିପରି ଏହି ଦେଶରେ ଘଟୁଅଛି। ଅନେକ ପାପ ବଢ଼ିଲା, ଅତ୍ୟାଚାର ବଢ଼ିଲା, ନିନ୍ଦା ବଢ଼ିଲା, ତାଡ଼ନା ବଢ଼ିଲା, ଅପମାନ ବଢ଼ିଲା, ଯଦ୍ୱାରା ଦେଶ ଠିକ୍ ଭାବରେ ଚାଲି ପାରୁନାହିଁ। ହଁ ନା ନାହିଁ? ପ୍ରଭୁ ଆମମାନଙ୍କୁ କେତେ ମହାନ ଆଦେଶ ଦେଇଥିଲେ। ଦେଶ କ'ଣ କଲେ, ଆଉ କି ପ୍ରକାର ଆଇନ ଲିପିବଦ୍ଧ କଲେ ଦେଶ ଉଚିତ ଭାବରେ ଚାଲିବ, ଏହା ମହାପୁରୁଷଙ୍କ ମାଧ୍ୟମ ଦେଇ ତାଙ୍କର ଶକ୍ତିକୁ ପ୍ରକାଶ କରିଥିଲେ। କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ତ ମନୁଷ୍ୟ ପାଳନ କରୁନାହିଁ, ଅର୍ଥାତ୍ ଦେଶର ନୀତି ନିୟମକୁ ତ ପାଳନ କରିବାକୁ ପଡ଼ିଥାନ୍ତା, କିନ୍ତୁ ଦେଶର ନୀତି ନିୟମକୁ ମଧ୍ୟ ସେମାନେ ଲଙ୍ଘନ କରି ଚାଲିଅଛନ୍ତି। ତ ଏଥିପାଇଁ
ଦେଶ ଆଉ ବଞ୍ଚିତ ହେଇ ରହିବ ନାହିଁ। ଆମର ଜୀବନ ଥାଉ ଥାଉ ଆମ୍ଭେମାନେ କ'ଣ କରିବା ଦରକାର? ଆମେ ତାହାଙ୍କର ଗୌରବ କରିବା ଦରକାର, ପ୍ରଶଂସା କରିବା ଦରକାର, ଆରାଧନା କରିବା ଦରକାର। ଆମମାନଙ୍କ ଜୀବନ ଯେପରି ବଞ୍ଚିତ ହେବ, ଆମେମାନେ ନିଜକୁ ପ୍ରଭୁ ଯୀଶୁଙ୍କ ନିକଟରେ ସମର୍ପିତ ହେବାକୁ ପଡ଼ିବ। ତାହେଲେ ଯାଏ ପ୍ରଭୁମାନ ଆମମାନଙ୍କ ସହିତ ବାସ କରିବେ। ଯୀଶୁ ଆମମାନଙ୍କୁ ବାଇବେଲ ମାଧ୍ୟମରେ ଉଚିତ ଶିକ୍ଷା ଦେଇ କହୁଅଛନ୍ତି, ଆମମାନଙ୍କର କର୍ତ୍ତବ୍ୟ କ'ଣ? ଦେଶ ଯେପରି ସୁରକ୍ଷା ରହିବ, ଆଉ ଆଇନ ଯେପରି ଲିପିବଦ୍ଧ ଅଛି ସେ ଅନୁସାରେ ଯେପରି ଚାଲିବ, ଏଥିପାଇଁ ଆମମାନେ ପ୍ରାର୍ଥନା କରିବା। ମୋର ପ୍ରିୟମାନେ, ପ୍ରାର୍ଥନା ବିନା କେହି ଦେଶକୁ ଉଚିତ ରାସ୍ତାକୁ ଆଣିପାରିବ ନାହିଁ। ପ୍ରାର୍ଥନା ବିନା ଦେଶର ସୁରକ୍ଷା ହେଇପାରିବ ନାହିଁ। ଦେଶର ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ। ରାଜନୀତି କ୍ଷେତ୍ରସ୍ଥ ସମସ୍ତ ନେତାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ସେମାନେ ଯେପରି ଉଚିତ ଭାବରେ ଶାସନ କରିବେ। ପ୍ରତ୍ୟେକ ମନୁଷ୍ୟ ଯେପରି ଆଇନ ଅନୁସାରେ ଚାଲିବେ, ଏଥିପାଇଁ ମୋତେ ପ୍ରାର୍ଥନା କରନ୍ତୁ। ମାନଙ୍କୁ ଅନୁରୋଧ କରୁଅଛି, ପ୍ରତ୍ୟେକ ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ନାମରେ ଚାଲନ୍ତୁ, ଆଉ ପ୍ରଭୁ ପ୍ରତ୍ୟେକଙ୍କୁ ଉଦ୍ଧାର କରିବେ, ରକ୍ଷା କରିବେ। ଦେଶ ପାଇଁ ପ୍ରାର୍ଥନା କରନ୍ତୁ, ନିଜ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ଅନେକ ଅସୁସ୍ଥତାରେ ଅଛନ୍ତି, ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ହାଲେଲୁୟା। ଆସୁ ଆମ୍ଭେମାନେ ପ୍ରାର୍ଥନା କରିବା, ସୁସ୍ଥ ରହିବା। ଦୟାମୟ ପ୍ରେମିକ ପିତା ପରମେଶ୍ୱର ବାବା, ତୁମେ ଜୀବିତ ତ୍ରାଣକର୍ତ୍ତା ମଙ୍ଗଳମୟ ପରମେଶ୍ୱର ବାବା, ଆଜି ଆମମାନଙ୍କୁ ଅତି ସୁନ୍ଦର ସମୟ, ସୁନ୍ଦର ସୁଯୋଗ ଦେଇଅଛ, ଯଦ୍ୱାରା ଆମ୍ଭେ ତୁମରି ଗୌରବ କରୁଅଛ। ପ୍ରଭୁ, ଅନଲାଇନରେ ଯେତେ ଜଣ ତୁମ ନିକଟରେ ଜଡ଼ିତ ହୋଇ ବିଶ୍ୱାସ କରୁଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର। ହଁ ପ୍ରଭୁ, ଆମର ଦେଶ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆମ ଦେଶରେ ଅନେକ ଅପରାଧ ବଢ଼ିଅଛି, ଅନେକ ପାପ ବଢ଼ିଅଛି। ପ୍ରଭୁ ଯୀଶୁଙ୍କ ନାଁ ଦୂର କର, ପ୍ରତ୍ୟେକଙ୍କୁ ସ୍ପର୍ଶ କର, ପ୍ରତ୍ୟେକଙ୍କୁ କ୍ଷମା ଦେଇ ପରିପୂର୍ଣ୍ଣ କର। ଦେଶର ବିଧିବିଧାନ ଅନୁସାରେ ଚାଲିବା ପାଇଁ ପ୍ରତ୍ୟେକ ମନକୁ, ପ୍ରତ୍ୟେକ ଆତ୍ମାକୁ ତୁମେ ସୁସ୍ଥିର କର। ହଁ ପ୍ରଭୁ, ପ୍ରତ୍ୟେକଙ୍କ ମନ ହୃଦୟ ମନ୍ଦିରରେ ରହି ପ୍ରଭୁ ତୁମେ କାର୍ଯ୍ୟ କର। ତୁମର ଗୌରବରେ ପ୍ରତ୍ୟେକଙ୍କୁ ବ୍ୟବହାର କର। ଅନେକ ଲୋକ ଅଛନ୍ତି ମୂର୍ଖାମୀ ଅନୁସାରେ ବାଟ ଚାଲନ୍ତି, ପ୍ରଭୁ ସେମାନଙ୍କୁ ଉଚିତ ପଥ ଦେଖାଇ ତୁମେ ଘୋଡ଼ାଇ ଆଣ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ, ଦେଶର ନେତାମାନଙ୍କ ନିମନ୍ତେ ପ୍ରଭୁ ପ୍ରତ୍ୟେକ ନେତାମାନଙ୍କୁ ପ୍ରଭୁ ଉଚିତ ରାସ୍ତାରୁ କଢ଼ାଇ ନେବା ପାଇଁ ପ୍ରଭୁ ସେମାନଙ୍କୁ ଆଦେଶ କର, ସେମାନଙ୍କୁ ଉଚିତ ଶିକ୍ଷା ଦିଅ। ହଁ ପ୍ରଭୁ, ସେମାନଙ୍କ ଅନ୍ତରରେ ରହି ତୁମେ କାର୍ଯ୍ୟ କର। ପ୍ରଭୁ ଯୀଶୁଙ୍କ ନାମରେ ଅନେକ ଅସୁସ୍ଥତାରେ ଅଛନ୍ତି, ପ୍ରଭୁ ସୁସ୍ଥତା ପ୍ରଦାନ କର, ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର। ହଁ ପ୍ରଭୁ, ପ୍ରତ୍ୟେକ ଅନଲାଇନରେ ଦେଖୁଥିବା ପ୍ରତ୍ୟେକ ତୁମର ଦାସ ଦାସୀମାନଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ହିଲିଂ କର, ବ୍ଲେସିଂ କର। ପ୍ରଭୁ ଯୀଶୁଙ୍କ ନାମରେ ପ୍ରତ୍ୟେକ ଯେପରି ତୁମରି ନାମ ଧରି ଚାଲିବେ, ପ୍ରଭୁ ତୁମେ ସାହାଯ୍ୟ କର, ତୁମ ଶକ୍ତିରେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ଛୁଇଁ ଦିଅ। ଏ ସମସ୍ତ ପ୍ରାର୍ଥନାକୁ ତୁମ ହସ୍ତରେ ସମର୍ପିତ କରି ପ୍ରାର୍ଥନାର ଉତ୍ତର ଦେଇଛ ବିଶ୍ୱାସ କରି ଯୀଶୁଙ୍କ ନାମରେ ମାଗୁଛି ପିତା, ଆମେନ୍।